ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ବେଶ ଧାରଣ। ଦିନ ତମାମ ଶ୍ରଦ୍ଧାଳୁମାନେ ଅସ୍ଥାୟୀ ପୀଠରେ ମାଙ୍କୁ ଦର୍ଶନ କରୁଥିବା ବେଳେ ମାନସିକ ବେଶଧାରୀମାନେ ମଧ୍ୟ ଭିଡ଼ ଦେଖିବାକୁ ମିଳେ। କହିବାକୁ ଗଲେ ବିଭିନ୍ନ ବେଶ ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଅନ୍ୟତମ ଅଂଶବିଶେଷ। ଅପରପକ୍ଷେ ବିଶ୍ୱ ପ୍ରସିଦ୍ଧ ବ୍ରହ୍ମପୁର ମା ବୁଢ଼ୀ ଠାକୁରାଣୀ ଯାତ୍ରା ଆଜି ନବମ ଦିବସ। ଆଜି ମଧ୍ୟ ଯାତ୍ରା ରୀତି ପ୍ରକାରେ ମାଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ସକାଳେ ମାଙ୍କ ମଙ୍ଗଳ ଆରତୀ, ପୂର୍ବାହ୍ନରେ ବାଳଭୋଗ ଓ ମଧ୍ୟାହ୍ନରେ ମାଙ୍କ ଅନ୍ନଭୋଗ ଲାଗିଛି। ମାଙ୍କ ସମେତ ପାର୍ଶ୍ୱ ଦେବାଦେବୀଙ୍କୁ ମିଶାଇ ସମୁଦାୟ 13ଟି ପତ୍ରରେ ଭୋଗ ଲଗାଯାଇଛି। ସେହିଭଳି ସନ୍ଧ୍ୟା ଆଳତୀ ପରେ ରାତିରେ ମାଙ୍କ ଘଟ ପରିକ୍ରମା ଅନୁଷ୍ଠିତ ହୋଇଯାଇଛି। ମା ଦେଶୀ ବେହେରା ସାହିସ୍ଥିତ ଅସ୍ଥାୟୀ ପୀଠରୁ ବାହାରି ମହୁରୀ ରାଜବାଟୀ ଯିବା ପରେ ସେଠାରୁ ଚିନ୍ତା ବଜାର ଦେଇ ଶାନ୍ତାରାଣୀ ପେଟା ସାହି ଯାଇଥିଲେ। ଏଠାରେ କଳାକୁଞ୍ଜଙ୍କୁ ନିମନ୍ତ୍ରଣ କରିଥିଲେ। ପରେ ଭୂତ ସାହି ଦେଇ ନୁତିଆ ସାହି ଯାଇ ଏଠାରେ ମଧ୍ୟ କଳାକୁଞ୍ଜଙ୍କୁ ନିମନ୍ତ୍ରଣ ସହିତ ବନ୍ଧ ସାହି ଦେଇ କପିଳେଶ୍ୱର ସାହିରେ କଳାକୁଞ୍ଜଙ୍କୁ ନିମନ୍ତ୍ରଣ କରିଥିଲେ। ତାପରେ ବାଲାଜୀପେଟା ଗୌଡ଼ ସାହିର କୃଷ୍ଣ ରଥ, ବାଲାଜୀପେଟା ସାହିର ଈଶ୍ୱର ରଥ, କୁମାର ସାହିର ମହାଲକ୍ଷ୍ମୀ ରଥଙ୍କୁ ନିମନ୍ତ୍ରଣ କରିଥିଲେ। ପୁନଃ କେଉଟ ସାହି ଦେଇ ଦେଶୀ ବେହେରା ସାହିସ୍ଥିତ ଅସ୍ଥାୟୀ ମଣ୍ଡପକୁ ଫେରିଥିଲେ। ଏହି ସମୟରେ ପ୍ରତ୍ୟେକ ସାହିର ମାଙ୍କୁ ପୁଷ୍ପ ବର୍ଷା କରି ଭବ୍ୟ ସ୍ୱାଗତ କରାଯାଇଥିଲା। ମାଙ୍କ ଘଟରେ ହଳଦୀ ପାଣି ଢାଳି ମହିଳାମାନେ ପୂଜାର୍ଚ୍ଚନା କରିଥିଲେ। ଘଟ ପରିକ୍ରମା ସମୟରେ ମଠା ଓ ଖଦି ତଳେ ପକାଇ ମାଙ୍କୁ ଭବ୍ୟ ନିମନ୍ତ୍ରଣ କରାଯିବାର ସୁସ୍ଥ ପରମ୍ପରା ଏଠାରେ ଦେଖିବାକୁ ମିଳିଛି। ଗଞ୍ଜାମରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ, ଏଭନ୍ ଓଡ଼ିଶା।